ସନ୍ଧ୍ୟା ହେଇଯାଏ। ଗରମ ଦିନରେ ସେମିତି ଶୀଘ୍ର ସନ୍ଧ୍ୟା ହୁଏ, 6:30 ହେଲେ ହୁଏ। ତ ଶୀତ ଦିନରେ କେତେଟାରେ ହୁଏ? 5:30ରେ। ଖରା ଦିନେ ବଡ଼ ହୁଏ ହେଲା। ଖରା ଦିନେ କ'ଣ ହୁଏ? ଦିନ ବଡ଼ ହୁଏ, ବୁଝିଲ? ସୂର୍ଯ୍ୟ ବଡ଼ି ଭୋରୁ ଉଦୟ ହୁଅନ୍ତି, ଡେରିରେ ଅସ୍ତ ଯାଆନ୍ତି। ଖରା ଯୋଗୁଁ ଗଛ ପତ୍ର ଝାଉଁଳିଯାଏ। କ'ଣ ହୁଏ? ଖରା ଦିନରେ କ'ଣ ହୁଏ ନା ଗ୍ରୀଷ୍ମର ଖରାର ପ୍ରତାପରୁ ମାନେ ଖରାର ମାନେ ସୂର୍ଯ୍ୟଙ୍କର କିରଣ କ'ଣ ହୁଏ ନା ପ୍ରଖର ହୋଇଥାଏ। ଯେଉଁଥିପାଇଁ କ'ଣ ହୁଏ ନା ଗଛ ପତ୍ର ସବୁ ମରିଯାଏ ହେଲା। ଗଛ ପତ୍ର କାହିଁକି ଝାଉଁଳି ଯାଉଛି? ଯେହେତୁ ଜେଜେ କ'ଣ କହୁଛନ୍ତି? ଅଧିକ ଗରମ ଯୋଗୁଁ ନଈ ନାଳ ଶୁଖିଯାଏ, ଗରମ ପ୍ରବଣ ବଢ଼େ ଓ ବର୍ଷା ହୁଏ ନାହିଁ। ପାଣି ନଈ ପାଇଁ ଗଛ ପତ୍ର ଝାଉଁଳିଯାଏ, ମାଟି ଶୁଖିଯାଏ। ଏହା ସମୟରେ ଜମି ଫଳ କରେ। କୋଉ ସମୟରେ? କୋଉ ସମୟରେ? ଗରମ ସମୟରେ ହେଲା। ନଈ ନାଳ ଶୁଖିଯାଏ କି ନାହିଁ? ନଦୀରେ ପାଣି କମିଯାଏ କି ନାହିଁ? ଗରମ ପବନ ସବୁବେଳେ ବହେ ନା, ବୁଝିଲ? ଆଉ ମାଟି ଖରାପ ହୁଏ କି ନାହିଁ? କେଉଁ ଖରାପ ହୁଏ? ଜେଜେକୁ କିଏ କହିଲା? ପୃଥ୍ୱୀ କହିଲା। କହିଲା ଜେଜେ ଏହି ଖରା ଦିନରେ କେଉଁ ଫଳ ହୁଏ? ଖରା ଦିନରେ ଆମ୍ବ, ପଣସ, ସପୁରୀ, ଜାମ୍ବୁକୋଳି, ପାଚେ। ଏଗୁଡ଼ିକ ଖରାଦିନିଆ ଫଳ। ବୁଝିପାରିଲ ନା? ଖରାଦିନିଆ ଫଳ କୋଉଟା କୋଉଟା? ଆମ୍ବ, ପଣସ, ସପୁରୀ, ଜାମ୍ବୁକୋଳି, ସଫେଦା ହେଲା। ଏଗୁଡ଼ା ସବୁ କ'ଣ? ଖରାଦିନିଆ ଫଳ ହେଲା। ଖରାଦିନେ କେଉଁ ସବୁ ଫୁଲ ଫୁଟେ? ମଲ୍ଲି। କିଏ କହୁଛି ଖରାଦିନେ କେଉଁ ସବୁ ଫୁଲ ଫୁଟେ? ତୃପ୍ତି କହୁଛି ହେଲା। ଆଉ ଜେଜେ କହୁଛନ୍ତି ମଲ୍ଲି, ମାଳତୀ, ଟଗର ଫୁଲ ଫୁଟେ। କୋଉ ଦିନରେ? ଖରା ଦିନରେ। ପୁଣି କେବେ ବର୍ଷା ହେବ? ସେଠୁ ତୃପ୍ତି କହିଛି ପୁଣି କେବେ ବର୍ଷା ହେବ? ଜେଜେ କହୁଛନ୍ତି ରଜ ପର୍ବ ଓ ଶୀତଳ ଷଷ୍ଠୀ ବେଳକୁ ବର୍ଷା ହେବ। ବର୍ଷା ଦିନ ଏତେ କେମିତି ଲାଗେ ହେଲା, ବୁଝିଲ? ବର୍ଷା ଦିନ ତତେ କେମିତି ଲାଗେ? କିଏ ପଚାରୁଛନ୍ତି? ଜେଜେ ପଚାରୁଛନ୍ତି। ଆଉ ସେ ତୃପ୍ତି ପଚାରୁଛି କାହାକୁ? ଜେଜେ ପଚାରୁଛି, କହୁଛି କି ଜେଜେ ବର୍ଷା ଦିନ କେବେ ଆସେ? ତ ସେଇଠୁ ଜେଜେ କହିଛନ୍ତି ଯୋଉ ରଜ ପର୍ବରେ ଆମର ସବୁ ଧୂଳି ଶୀତଳା ଯାଏନି, ଯୋଉ ଶିଳପୁତା ରଖି ସବୁ ଶୀତଳା ଦେଇ ଜାଣିଛ? ଆଉ ସେଇଟା ଶୀତଳ ଷଷ୍ଠୀ କୁହାଯାଏ, ବୁଝିଲ? এই ଶୀତଳ ଷଷ୍ଠୀର ଆସେ। ଶୀତଳ ଷଷ୍ଠୀ ପରେ ବର୍ଷା ଆସେ ହେଲା। ଛି ଚାରିଆଡ଼େ କାଦୁଅ ପଚ ପଚ। କିଏ କହିଛି? ତୃପ୍ତି କହିଲା ଛି ଚାରିଆଡ଼େ କାଦୁଅ ପଚ ପଚ। ଆଉ ବେଳେ ବେଳେ ସପ୍ତାହ ସପ୍ତାହ ଧରି ବର୍ଷା ହୁଏ। ଝଡ଼ି ବର୍ଷା ହେଲେ ଖେଳ ପାରେ ନାହିଁ, ନଈ ବଢ଼ି ହୁଏ, ସ୍କୁଲ ଯିବାକୁ ଅସୁବିଧା, କାଗଜ ଡଙ୍ଗା ବସାଏ, କିନ୍ତୁ ବେଶୀ ଭଲ ଲାଗେ